ଆମେ ତ ଜାଣନ୍ତି ଓଟ୍ସ ଦେହ ପାଇଁ କେତେ ଭଲ ଆଉ ହେଲ୍ଦି ହେଇଥାଏ। ଚାଲନ୍ତୁ ଆଜି ଏ ଶୀତଦିନିଆ ପରିବାକୁ ନେଇକି ବନେଇବା ଓଟ୍ସ ଉପମା। ଆପଣ ଏଇ ଉପାୟରେ ବନାନ୍ତୁ, ଗୋଟା ଗୋଟା ରହିବ, ବିଲକୁଲ ମେଞ୍ଚା ମେଞ୍ଚା ହବନି, ବଢିଆ ଲାଗିବ ଖାଇବା ପାଇଁକିନା। ସକାଳେ ଜଳଖିଆରେ ହଉ କିମ୍ବା ସନ୍ଧ୍ୟାବେଳ ସ୍ନାକ୍ସ ଟାଇମରେ ଆପଣ କିଛି ହେଲ୍ଦି ଖାଇବାକୁ ଯଦି ଚାହୁଁଛନ୍ତି ତାହେଲେ ଏମିତି ଓଟ୍ସ ଉପମା ବନେଇକି ଖାଆନ୍ତୁ। ଦେହ ପାଇଁ ହେଲ୍ଦି ରହିବ ଆଉ ଟେଷ୍ଟି ମଧ୍ୟ ଲାଗିବ। ଆଉ ଯେଉଁମାନେ ଡାଏଟ୍ କରୁଛନ୍ତି ସେମାନଙ୍କୁ ତ ବହୁତ ପସନ୍ଦ ଆସିବ ଏ ରେସିପି। ଗୋଟେ ଛୋଟିଆ ଅନୁରୋଧ କରିବି, ଏଠି ଭିଡ଼ିଓଟିକୁ ପୁରା ଦେଖନ୍ତୁ, ଭଲ ଲାଗିଲେ ଲାଇକ୍ କରିଦେବେ, ଫ୍ରେଣ୍ଡ ଫ୍ୟାମିଲି ମେମ୍ବରଙ୍କ ସହିତ ସେୟାର କରିଦେବେ, ଆଉ ଯେଉଁମାନେ ନୂଆ ଅଛନ୍ତି ଭିଡ଼ିଓଟିକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ଦେଖିନେବା। ଓଟ୍ସ ଉପମା ବନେଇବା ପାଇଁ ଆମେ ଓଟ୍ସ ନେଇଯିବା ଆଉ ମାପିକି ନେବା। ଗ୍ରାମ ହିସାବରେ କହିଲେ 160 ଗ୍ରାମ ଅଛି। ଯଦି ମେଜରମେଣ୍ଟ କପ୍ ଆପଣ ବ୍ୟବହାର କରୁଛନ୍ତି ତାହେଲେ 2 କପ୍ ନେଇଯିବେ। ଆଉ ଏମିତି ଗିନା ହିସାବରେ ମିଡ଼ିୟମ୍ ଗିନା ଏଇଟା, ସେଇଥିରେ ଗୋଟେ ଗିନା ଆପଣ ଘରେ ଥିବା ନର୍ମାଲ ଗିନାରେ ନେଇଯାଆନ୍ତୁ, ସୁବିଧା ହେବ। କିନ୍ତୁ ପାଣି ଆଉ ଓଟ୍ସକୁ ଆମେ ମାପିକି ଦେବା, ସେଇଥିପାଇଁ ମାପିକି ଓଟ୍ସ ନେବେ। ଓଟ୍ସ ଆଉ ପାଣି ମାପିକି ଦେଲେ ଭଲ କି ଗୋଟା ଗୋଟା ରହିବ, ବିଲକୁଲ ମେଞ୍ଚା ମେଞ୍ଚା ହେବନି, ପରଫେକ୍ଟ ବନିବ। ଏବେ ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ଓଟ୍ସକୁ ଟିକେ ହାଲକା ବ୍ରାଉନ୍ କଲର୍ ଆସିବା ପର୍ଯ୍ୟନ୍ତ ଭାଜି ନେବା। ଯେତେ ପର୍ଯ୍ୟନ୍ତ ଭାଜିବେ ଦେଖିବେ ଗୋଟେ ବଢ଼ିଆ ବାସ୍ନା ଆସିବ ଓଟ୍ସରୁ, ଆଉ ହାଲକା ଟିକେ ଗୋଲ୍ଡେନ୍ କଲର୍ ଆସିଯିବ। ବସ୍ ସେତିକି ଭାଜିବେ। ଗ୍ୟାସର ଫ୍ଲେମ୍କୁ ଲୋରେ ରଖିକି ଭାଜିବେ। ଏଇଠି ଦେଖନ୍ତୁ ଓଟ୍ସ ପାଖାପାଖି ଭାଜି ହେଇଗଲାଣି ଆଉ ତାର କଲର୍ ମଧ୍ୟ ହାଲକା ଚେଞ୍ଜ ହେଇଗଲାଣି। ଏବେ ଗ୍ୟାସ୍ ବନ୍ଦ କରିକି ଓଟ୍ସକୁ ସାଇଡ଼ରେ ରଖିନେବା। ତାପରେ ଆଉ ଗୋଟେ କଢ଼େଇ ବସେଇକି ଏବେ ଏଥିରେ ଦେଉଛି ତେଲ। ମୁଁ ଏଠି ରାଇସ୍ ବ୍ରାନ୍ ତେଲ ବ୍ୟବହାର କରୁଛି। ଆପଣ ଚାହିଁଲେ ଏଇଟା ରିଫାଇନ୍ ତେଲ କିମ୍ବା ଘିଅ କିମ୍ବା ଯେକୌଣସି ତେଲ ଆପଣ ଖାଆନ୍ତି ସେଇଥିରେ ବନେଇ ପାରିବେ। ଏଠି ମୁଁ ଗୋଟେ ଚାମଚ ଜିରା ଦେଇଦେଉଛି, ଗୋଟେ ଚାମଚ ସୋରିଷ ଦେଇଦେଉଛି। ଟିକେ ଜିରା ସୋରିଷ ଚଟକି ଗଲା ପରେ ତାପରେ ଏଥିରେ ଦେଇଦେଉଛି ଗୋଟେ ଚାମଚ ଗ୍ରେଟ୍ କରିକି ରଖିଥିବା ଅଦା, ତାପରେ ସ୍ୱାଦ ଅନୁଯାୟୀ କଞ୍ଚା ଲଙ୍କା ଆଉ ଭୃଷୁଙ୍ଗା ପତ୍ର ଟିକେ ଏକୁ ଭାଜି ନେବି। ଏବେ ଚପ୍ କରିକି ରଖିଥିବା 3ଟି ମିଡ଼ିୟମ୍ ସାଇଜ୍ର ପିଆଜକୁ ଦେଇକିନା ହାଲକା ଗୋଲ୍ଡେନ୍ କଲର୍ ଆସିବା ପର୍ଯ୍ୟନ୍ତ ଭାଜି ନେବି। ଦେଖନ୍ତୁ ପିଆଜ ଏବେ ଭାଜି ହେଇଗଲାଣି। ଏବେ ଏଥିରେ ପରିବା ଦେବା। ଏଇଠି ମୁଁ ଦେଇଦେଉଛି ଗୋଟେ ଛୋଟ ଗିନାରେ ହାଫ୍ ଗିନା ଗାଜର, ହାଫ୍ ଗିନା ଦେଇଦେଉଛି ବିନ୍ସ, ହାଫ୍ ଗିନା ଦେଇଦେଉଛି କ୍ୟାପ୍ସିକମ୍, ଆଉ ହାଫ୍ ଗିନା ଦେଇଦେଉଛି ମଟର। ଏଠି ପରିବା ସବୁ ଆପଣଙ୍କ ଇଚ୍ଛାରେ ପକାଇ ପାରିବେ, ଆପଣଙ୍କୁ ଯାହା ପସନ୍ଦ। ଆଉ ଏଠି ଦେଇକିନା 2 ମିନିଟ୍ ପର୍ଯ୍ୟନ୍ତ ପରିବାକୁ ଭାଜି ନେବା। ଭଲକି 2 ମିନିଟ୍ ଭାଜିଗଲା ପରେ ତାପରେ ଏଥିରେ ପାଣି ଦେବା। ଯେଉଁ ଗିନାରେ ମାପିକି ମୁଁ ଓଟ୍ସ ନେଇଥିଲି ସେଇ ଗିନାରେ ମାପିକି ମୁଁ 1.5 ଗିନା ଏଥିରେ ପାଣି ଦେବି। ପାଣିର ମାପ ଠିକ୍ ରଖିବେ। ଅଧିକ ଯଦି ଦେଇଦେବେ ତାହେଲେ ପୁରା ଖେଚୁଡ଼ି ବନିଯିବ, ତେଣୁ ଦେଖିକି ଦେବେ। ଗୋଟେ ଗିନା ଓଟ୍ସ ପାଇଁ ମୁଁ ଏଠି 1.5 ଗିନା ପାଣି ଦେଲି, ମନେ ରଖିବେ। ଏବେ ହଳଦୀ ଗୁଣ୍ଡ ଦେଇଦେବା, ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା, ତାପରେ ମିକ୍ସ କରିକି ଗୋଳେଇ ନେବା। ପାଣି ଦେଇକି ଲୁଣ ଦେବେ, ତାହେଲେ ଲୁଣଟା ପରଫେକ୍ଟ ଜାଣିପାରିବେ। ଏବେ କଭର କରିକିନା ଫୁଟିବା ପାଇଁ ଛାଡ଼ିଦେବା। ପାଣି ଭଲକି ଫୁଟି ଆସିଲା ପରେ ଏବେ ଏଥିରେ ଓଟ୍ସ ଦେଇଦେବା। ଓଟ୍ସ ଦେଇ ସାରିଲା ପରେ ଥରେ ଭଲକି ଗୋଳେଇ ନେବା। ଗ୍ୟାସର ଫ୍ଲେମ୍କୁ ତାପରେ ଲୋ କରିଦେବା, ଆଉ ଲୋ ଫ୍ଲେମ୍ରେ ଘଣ୍ଟା ଦେଖିକି 5 ମିନିଟ୍ କଭର କରିକି ଛାଡ଼ିଦେବେ। ଅଧିକ ଫୁଟେଇବେନି, 5 ମିନିଟ୍ ହିଁ କାଫି ହେଇଯିବ। 5 ମିନିଟ୍ ଏଇଠି ହେଇଗଲାଣି, ଚାଲନ୍ତୁ ଚେକ୍ କରିବା। ଦେଖନ୍ତୁ କେତେ ବଢ଼ିଆ ଭାବରେ ପରଫେକ୍ଟଲି ପରିବା ଓଟ୍ସ ବଢ଼ିଆ ସିଝିଛି, ଗୋଟା ଗୋଟା ରହିଛି, କାହା ସହିତ କାହାକୁ ଲାଗୁନି, ପୁରା ପରଫେକ୍ଟ ଅଛି। ଆପଣ ଯଦି ସଠିକ୍ ପରିମାଣରେ ପାଣି ଆଉ ଓଟ୍ସର ମାପିକି ଦେବେ ତାହେଲେ ଏଇଭଳି ହେବ। ଏବେ ଗ୍ୟାସ୍କୁ ପୁରା ଅଫ୍ କରିନେବା। ଅଫ୍ କରିକି ଏଥିରେ 2 ଚାମଚ ଲେମ୍ବୁ ରସ ଦେଇଦେବା। ଲେମ୍ବୁ ରସ ଟିକେ ଦେଇଦେଲେ ଟେଷ୍ଟ ପୁରା ବାଲାନ୍ସ ହେଇକି ଚଟପଟା ଟେଷ୍ଟ ଆସିବ। ଯଦି ଆପଣ ଲେମ୍ବୁ ଖାଆନ୍ତି ତାହେଲେ ନିଶ୍ଚିନ୍ତ ଆଡ଼୍ କରିବେ, ବଢ଼ିଆ ଟେଷ୍ଟ ଆସିବ। ଏବେ ପୁଣି ଥରେ ଗୋଳେଇ ନେବା। ତାପରେ ଉପରୁ କିଛି ଧନିଆ ପତ୍ର ଦେଇକି ଗାର୍ନିଶ୍ କରିନେବା। ଆଉ ବିନା କଭର କରିକି ତାକୁ 2 ମିନିଟ୍ ଛାଡ଼ିଦେବେ, ଟିକେ ସେଟ୍ ହେଇଯିବ, ତାପରେ ଖାଇବେ। ଆପଣଙ୍କୁ ଯଦି କିଛି ଚଟନି ଆଚାର ପସନ୍ଦ ତାହେଲେ ତାକୁ ଲଗେଇକି ଖାଇପାରିବେ, ନହେଲେ ତ ଆପଣ ଏଇଭଳି ହିଁ ଖାଇପାରିବେ, ବହୁତ ବଢ଼ିଆ ଲାଗିବ। ତାହେଲେ ଆପଣ ବି ଘରେ ବନାନ୍ତୁ, ଆଉ କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ରହିଲି, ପୁଣି ଆସିବି ଏକ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।